କୁକୁଡ଼ାଖଣ୍ଡି ସଦର ଥାନା ନିକଟସ୍ଥ ଅଙ୍କୁଶପୁର ଗ୍ରାମରେ ଅବସ୍ଥିତ କେଟିଏସ୍ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରେ ଗୁରୁବାର ଦିନ ଦିବାବେଳେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି। ପଞ୍ଚକର୍ମ ବିଭାଗ ଭିତରେ ପ୍ରେସର କୁକର ବିସ୍ଫୋରଣ ହେବାରୁ 4 ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ସେକ ଦେବା କାମ ସମୟରେ ଦ୍ୱିତୀୟ ରୋଗୀଙ୍କ ପାଖରେ ଥିବା କୁକର ଅଚାନକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦରେ ସମଗ୍ର ହସ୍ପିଟାଲ କମ୍ପି ଉଠିଥିଲା। ଝରକା ଗ୍ଲାସ ଭାଙ୍ଗିଯିବା ସହ କାନ୍ଥ ଓ ମାର୍ବଲ ଖସି ପଡ଼ିଥିଲା। ଫଳରେ ଭୟଭୀତ ଛାତ୍ରଛାତ୍ରୀ ଓ ରୋଗୀମାନେ ଆତଙ୍କିତ ହୋଇ ବାହାରି ଆସିଥିଲେ। ଆହତ 4 ଜଣଙ୍କୁ ତୁରନ୍ତ ହସ୍ପିଟାଲର ଅନ୍ୟ ବିଭାଗକୁ ନେଇ ଚିକିତ୍ସିତ କରାଯାଉଛି। ସୂତ୍ର ଅନୁସାରେ ପୁରୁଣା ଓ ଅତି ଚାପରେ ରହିଥିବା କୁକର ହିଁ ବିସ୍ଫୋରଣର କାରଣ ବୋଲି କୁହାଯାଉଛି। ଏହି ଘଟଣା ପରେ ମଧ୍ୟ କଲେଜ ପକ୍ଷରୁ ଘଟଣାକୁ ଲୁଚାଇବାକୁ ଉଦ୍ୟମ ହେଉଛି। କଲେଜ ଅଧ୍ୟକ୍ଷ ଘଟଣାକୁ ସାଧାରଣ ଘଟଣା ବୋଲି ଦେଖାଇବା ଚେଷ୍ଟା କରୁଛନ୍ତି ବୋଲି ସୂଚନା ମିଳିଛି। ଏହା ଆୟୁର୍ବେଦିକ କଲେଜର ସୁରକ୍ଷା ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନ ଉଠାଇଛି। ଛାତ୍ରଛାତ୍ରୀ ମନେ କହୁଛନ୍ତି ହସ୍ପିଟାଲ ପ୍ରଶାସନର ଅବହେଳା ଫଳରେ ଏପରି ଘଟଣା ଘଟିଛି। ବ୍ୟୁରୋ ରିପୋର୍ଟ, ପ୍ରୟୋଗ ଖବର।